हाय ମୁଁ ଚନ୍ଦନ ମହାନ୍ତି ଗୋଟେ ନୂଆ ଟପିକ୍ ନେଇ ଆପଣମାନଙ୍କ ପାଖକୁ ଆସିଛି। ଆଜିର ଟପିକ୍ ଗୋଟେ ଏମିତି ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସି ବିଷୟରେ ଆମେ କଥା ହେବା ଯେଉଁଟା ସାରା ଓଡ଼ିଶା ନୁହେଁ ସାରା ଭାରତରେ ଚର୍ଚ୍ଚାର ବିଷୟ। ସମ୍ବଲପୁର, ଯେଉଁଠି ଦୁଇ ଜଣ ହେଭିୱେଟ୍ ନେତା ଲଢ଼ୁଛନ୍ତି, ବିଜେଡ଼ିରୁ ପ୍ରଣବ ପ୍ରକାଶ ଦାସ, ବିଜେପିରୁ ଧର୍ମେନ୍ଦ୍ର ପ୍ରଧାନ। ମାନେ ଦୁଇ ଜଣଙ୍କର ସ୍ୱାଭିମାନର ଲଢ଼େଇ, ଦୁଇ ଜଣଙ୍କ ସମ୍ମାନର ଲଢ଼େଇ, ଆଉ ଦୁଇ ଜଣଙ୍କ ପାଇଁ ଦୁଇ ଜଣଙ୍କ ପାର୍ଟିର ମଧ୍ୟ ଲଢ଼େଇ। କାହିଁକି ଏନା ବବି ଭାଇ ବା ବବି ଦାସ ଯାହାକୁ କହନ୍ତି ତାଙ୍କ ଦଳ ନେତା, ତାଙ୍କର ଉପକୂଳରେ ଠିଆ ହେଉଥିବା ନେତା ବା ଯାଜପୁରରୁ ବାବା ଯାଜପୁର ହେଉଛି ତାଙ୍କର ଗଡ଼, ଯାହା ତାଙ୍କ ପରିବାର କଣ୍ଟ୍ରୋଲରେ ଥାଏ। ସେଠୁ ଛାଡ଼ିକି ସେ ଆସିଛନ୍ତି ସମ୍ବଲପୁର ପାର୍ଲାମେଣ୍ଟାରୀ ବା ଲୋକସଭା ଲଢ଼ିବା ପାଇଁ। ଧର୍ମେନ୍ଦ୍ର ପ୍ରଧାନ ଦୁଇଥର ରାଜ୍ୟସଭାକୁ ଯାଇ 2024ରେ ପ୍ରଥମ ଥର ପାଇଁ 2024 କଥା କହୁଛି ଲୋକସଭା ଲଢ଼େଇ କରୁଛନ୍ତି। ଏଠି ଗୋଟେ ଜିନିଷ ଇମ୍ପୋର୍ଟାଣ୍ଟ, ମାନେ ସମ୍ବଲପୁର ପାର୍ଲାମେଣ୍ଟାରୀ 7ଟା ବିଧାନସଭାକୁ ନେଇକି ଗଠିତ ହୋଇଛି। ଆପଣ ସେଠି କୁଚିଣ୍ଡା କଥା କୁହନ୍ତୁ, ରେଡ଼ାଖୋଲ କଥା କୁହନ୍ତୁ, ଛେଣ୍ଡିପଦା କଥା କୁହନ୍ତୁ, ଦେବଗଡ଼ କଥା କୁହନ୍ତୁ, ରେଙ୍ଗାଲି କୁହନ୍ତୁ, ସମ୍ବଲପୁର କୁହନ୍ତୁ, ଆଠମଲ୍ଲିକ କୁହନ୍ତୁ, ଏଇ ଯେଉଁ 7ଟା ରହିଲା ବିଧାନସଭା କ୍ଷେତ୍ର, ତା ସହିତ ଏ 7ଟା ବିଧାନସଭା କ୍ଷେତ୍ରରେ ଆପଣ ଦେଖିବେ ଏ ଦୁଇ ଜଣ ନେତାଙ୍କ ବାଦ ଆଉ 2 ଜଣ ନେତାଙ୍କର ଦବଦବା ଥାଏ। ଗୋଟେ ହେଲା ରୋହିତ ପୂଜାରୀ ବିଜେଡ଼ିରୁ, ଆଉ ଗୋଟେ ହେଲା ଜୟପ୍ରକାଶ ନାରାୟଣ ମିଶ୍ର ବିଜେପିରୁ। ଆଉ ପୂର୍ବ ଥର 2019ରେ ଏଇଟା ବିଜେପିର ଗଡ଼ ଥିଲା। ବିଜେପିର ଯେ MP ଥିଲେ ନୀତିଶ ଗଙ୍ଗଦେବ, ସେ ଏଠି ଜିତିକି ଆସିଥିଲେ। ସୋ ବିଜେପି ଗଡ଼କୁ ଏଇଟା ବିଜେଡ଼ିରେ ଜିତିବା ପାଇଁ ଏଇଟା ବିଜେଡ଼ିର ଗୋଟେ ନୂଆ ଷ୍ଟ୍ରାଟେଜି। ତା ସହିତ ବିଜେପି ଚାହୁଁଛି ଏଠି ଦ୍ୱିତୀୟ ଥର ଜିତିବା ପାଇଁ, ଆଉ ସେଥିପାଇଁ ଧର୍ମେନ୍ଦ୍ର ପ୍ରଧାନ ଏଠୁ କଣ୍ଟେଷ୍ଟ କରୁଛନ୍ତି। ଆପଣ ଜାଣିଥିବେ ଇଲେକ୍ସନ୍ ଥିଲା ଯେତେବେଳେ 6 ମାସ ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଯାଇ ସେଠି ଡେରା ପକାଇଥିଲେ, ଆଉ ବିଜେଡ଼ି ମଧ୍ୟ ସମ୍ବଲପୁର ପାଇଁ ପର୍ଯ୍ୟବେକ୍ଷଣ କରିଥିଲେ ବବି ଦାସକୁ। ସମ୍ବଲପୁର କଥା ଏବେ ଆସୁଛି, ସମ୍ବଲପୁର ଲୋକ କାହାକୁ ଭୋଟ ଦେବେ? 2 ଜଣ ନେତା ପାଇଁ ଜଣେ କହୁଛନ୍ତି ମୁଁ ଜିତିବି, ଜଣେ କହୁଛି ମୁଁ ଜିତିବି, କିନ୍ତୁ ବବି ଦାସଙ୍କ ପଲ୍ଲା ଭାରି ଅଛି ଯାହା ଜଣାପଡ଼ୁଛି। କାହିଁକିନା ସେଠି ରୋହିତ ପୂଜାରୀ, ପ୍ରସନ୍ନ ଆଚାର୍ଯ୍ୟ ରହିଲେ, ଯେଉଁ ମେନ୍ ଲିଡ୍ କରୁଛନ୍ତି ବିଜେଡ଼ିର ତାଙ୍କ ପାଇଁ। କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଠି କମ୍ରେ ନାହାନ୍ତି। ଜୟପ୍ରକାଶ ନାରାୟଣଙ୍କର ସେଠି ଭୂମିକାଟା ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି। ଆଉ ଆଶା କରିବା ଲଢ଼େଇ ମଧ୍ୟ ଜୋରଦାର ହେବ। ଦୁଇ ଦଳଙ୍କ ମଧ୍ୟରେ ଥିବା ଲଢ଼େଇରୁ ଗୋଟେ ଜିନିଷ ଯାହା ଜଣାପଡ଼ୁଛି ବର୍ତ୍ତମାନ ଟାଇମ୍ରେ, ସେମାନେ କାହିଁକିନା ସମ୍ବଲପୁରର ସବୁଠାରୁ ଇମ୍ପୋର୍ଟାଣ୍ଟ ବା ପଶ୍ଚିମ ଓଡ଼ିଶାର ଯଦି ସବୁଠାରୁ ବେଷ୍ଟ ବା ଯେଉଁଟା ଇମ୍ପୋର୍ଟାଣ୍ଟ ସହର ସେଇଟା ହେଉଛି ସମ୍ବଲପୁର। କାହିଁକିନା ସମ୍ବଲପୁରରେ ମା ସମଲେଇ କଥା କହିବା, ସମଲେଇ ପଶ୍ଚିମ ଓଡ଼ିଶା ଲୋକଙ୍କର ଆଚରଣ ଉଚ୍ଚାରଣ, ତାଙ୍କର ଯେଉଁ ଭଲ ପାଇବାଟାକୁ ଯିଏ ବହୁତ ଜଲ୍ଦି ଗ୍ରହଣ କରିବ, ସେ ଲୋକମାନେ ତାକୁ ଭୋଟ ଦେବେ, ଏଇଟା ହିଁ ଅଛି। କିନ୍ତୁ ବିଜେଡ଼ି କହିବା କଥା ସମ୍ବଲପୁରର ବିକାଶରେ ନବୀନ ପଟ୍ଟନାୟକଙ୍କର ଭାଗିଦାର ଅଧିକା ଅଛି। ସମ୍ବଲପୁର ସମଲେଇ ମନ୍ଦିରର ବିକାଶ କଥା ହେଉଛୁ, ସମ୍ବଲପୁରରେ ଇନଫ୍ରାଷ୍ଟ୍ରକ୍ଚର କଥା କୁହନ୍ତୁ, ସବୁଥିରେ ବିଜେଡ଼ି ସମ୍ବଲପୁରକୁ ଅଗ୍ରାଧିକାର ଦେଇଛି। ସେପଟେ ଧର୍ମେନ୍ଦ୍ର ପ୍ରଧାନ କହିବା କଥା ସମ୍ବଲପୁର ପାଇଁ, ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ସବୁକିଛି କରିଛନ୍ତି ବିଜେପି ସରକାର। ଦେଖାଯାଉ ଲୋକମାନେ କାହାକୁ ଆପଣାଉଛନ୍ତି। କିନ୍ତୁ ଏଠି ଗୋଟେ ଜିନିଷ କହିବା, ଏ 2 ଜଣଙ୍କର ସ୍ୱାଭିମାନ, କାହିଁକିନା ଯାଜପୁରରେ ଛାଡ଼ିକି ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବବି ଦାସ ଲଢ଼ୁଛନ୍ତି, ଆଉ ରାଜ୍ୟସଭା 2 ଥର ଯାଇକି ଏଥରକ ଡାଇରେକ୍ଟ ଲୋକଙ୍କ ସହ ନିର୍ବାଚନ ଲଢ଼ୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତେଣୁ ଆମେ ଆଶା କରିବା ଲଢ଼େଇ ଜୋରଦାର। ତେଣୁ 2 ଜଣଙ୍କ ଆତ୍ମସମ୍ମାନକୁ ନେଇକି ଦେଖିବା କିଏ ଜିତୁଛି। ଆଉ ଆପଣମାନଙ୍କୁ କ'ଣ ଲାଗୁଛି ସମ୍ବଲପୁର କନଷ୍ଟିଚ୍ୟୁଏନ୍ସି ବା ସମ୍ବଲପୁର ଲୋକସଭା କ୍ଷେତ୍ରରେ କିଏ ଜିତିବ? ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ଆମେ ଚେଷ୍ଟା କରିବୁ ପର ଭିଡ଼ିଓମାନଙ୍କରେ ସବୁ ପାର୍ଲାମେଣ୍ଟ କନଷ୍ଟିଚ୍ୟୁଏନ୍ସି ଉପରେ ଡିଟେଲ୍ସରେ ଆନାଲିସିସ୍ କରିବା ପାଇଁ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ଆଉ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଆମେ ଚାହୁଁଛୁ ଲୋକମାନଙ୍କୁ ଯାହା ଆମ ଦ୍ୱାରା ପସନ୍ଦ ଭଲ କଣ୍ଟେଣ୍ଟ ଲୋକମାନଙ୍କୁ ପହଞ୍ଚିବା ପାଇଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।